बंधु माने आजिर एही कार्यक्रमटी धनुराशि ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ଆଜି ଆମେ ଜାଣିବା ଧନୁରାଶି 2024 ଅକ୍ଟୋବର ମାସଟି କିପରି ରହିବ। ଧନୁରାଶିର ମାସିକ ରାଶିଫଳ ଉପରେ ଆଲୋଚନା କରିବା। ଧନୁରାଶିର ବ୍ୟକ୍ତି ବିଶେଷମାନଙ୍କର ଏହି ଅକ୍ଟୋବର ମାସଟି କିପରି ରହିବ ସମ୍ପୂର୍ଣ୍ଣ ରୂପରେ ଆମେ ସେହି ବିଷୟରେ ଆଲୋଚନା କରିବା। ଧନୁରାଶିର ବ୍ୟକ୍ତି ବିଶେଷମାନଙ୍କର ସ୍ୱାସ୍ଥ୍ୟ, ଶିକ୍ଷା, ପ୍ରେମ, ବୈବାହିକ ଜୀବନ, ଭାଗ୍ୟ, କ୍ୟାରିୟର ଏବଂ ବ୍ୟାପାର ବାଣିଜ୍ୟର ସ୍ଥିତି କିପରି ରହିବ ଏହି ଅକ୍ଟୋବର ମାସରେ ସେ ବିଷୟରେ ମଧ୍ୟ ବିସ୍ତାର ରୂପରେ ଆଲୋଚନା କରିବା। ନବଗ୍ରହଙ୍କର ସ୍ଥିତି ମଧ୍ୟ ଦେଖିବା। ନବଗ୍ରହ କେଉଁ ପ୍ରକାରର ଫଳ ପ୍ରଦାନ କରିବାରେ ସକ୍ଷମ ହେବେ। ଏହା ବ୍ୟତୀତ ଅଶୁଭତ୍ୱ ପ୍ରଦାନ କରୁଥିବା ଗ୍ରହମାନଙ୍କ ପାଇଁ କିଛି ବିଶେଷ ପ୍ରତିକାର ମଧ୍ୟ ଜାଣିବା। ତ ସେଥିପାଇଁ ଭିଡ଼ିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ ଏବଂ ଆପଣଙ୍କର ଯଦି ଧନୁରାଶି ହୋଇଥାଏ ତେବେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ କମେଣ୍ଟ ବକ୍ସରେ ଜୟ ଶ୍ରୀ ଜଗନ୍ନାଥ ନିଶ୍ଚୟ ଲେଖନ୍ତୁ। ତ ବନ୍ଧୁମାନେ ଆସନ୍ତୁ ଆରମ୍ଭ କରିବା ଆଜିର ଏହି କାର୍ଯ୍ୟକ୍ରମ, ଯାହାକି ଜନ୍ମରାଶି ଏବଂ ଚନ୍ଦ୍ରରାଶି ଉପରେ ଆଧାରିତ ଅଟେ। ତ ଅକ୍ଟୋବର ମାସ ଆରମ୍ଭରେ ଧନୁରାଶିରେ ନବଗ୍ରହଙ୍କର ସ୍ଥିତି କିଭଳି ଅଛି ସେ ବିଷୟରେ ସର୍ବପ୍ରଥମେ ଜାଣିବା। ତ ରାଶିଚକ୍ରର 12ଟି ରାଶି ମଧ୍ୟରୁ ନବମ ରାଶି ହେଉଛି ଧନୁରାଶି ଏବଂ ଧନୁରାଶିର ରାଶାଧିପତି ହେଉଛନ୍ତି ଦେବଗୁରୁ ବୃହସ୍ପତି ଏବଂ ଗୁରୁ ଆପଣଙ୍କର ଷଷ୍ଠ ଭାବରେ ବିରାଜମାନ ଅଛନ୍ତି। ଆପଣଙ୍କର ତୃତୀୟ ଭାବରେ ବିରାଜମାନ ଅଛନ୍ତି ଶନି, ଚତୁର୍ଥ ଭାବରେ ବିରାଜମାନ ଅଛନ୍ତି ରାହୁ, ସପ୍ତମ ଭାବରେ ବିରାଜମାନ ଅଛନ୍ତି ମଙ୍ଗଳ, ଦଶମ ଭାବରେ ବିରାଜମାନ ଅଛନ୍ତି ସୂର୍ଯ୍ୟ, ବୁଧ ଏବଂ କେତୁ ଏବଂ ଏକାଦଶ ଭାବରେ ବିରାଜମାନ ଅଛନ୍ତି ଶୁକ୍ର। ତ ସର୍ବପ୍ରଥମେ ଆସନ୍ତୁ ଜାଣିନେବା ଆପଣଙ୍କର ସ୍ୱାସ୍ଥ୍ୟ କିପରି ରହିବ ଏହି ଅକ୍ଟୋବର 2024ରେ। ତ ବନ୍ଧୁମାନେ କୁଣ୍ଡଳୀର ପ୍ରଥମ ଭାବଟି ହୋଇଥାଏ ଆପଣଙ୍କର ସ୍ୱାସ୍ଥ୍ୟର ଭାବ, ଆପଣଙ୍କ ଇମ୍ୟୁନିଟି ସିଷ୍ଟମର ଭାବ ଏବଂ ଆପଣଙ୍କର ପ୍ରଥମ ଭାବର ଅଧିପତି ହେଉଛନ୍ତି ଦେବଗୁରୁ ବୃହସ୍ପତି, ଯିଏକି ଆପଣଙ୍କର ଷଷ୍ଠ ଭାବରେ ବିରାଜମାନ ଅଛନ୍ତି ଏବଂ ଷଷ୍ଠ ଭାବଟି ଦେବଗୁରୁ ବୃହସ୍ପତିଙ୍କର ଶତ୍ରୁର ଗୃହ। ଏହା ବ୍ୟତୀତ ଷଷ୍ଠ ଭାବଟିକୁ ମଧ୍ୟ ଆମ କୁଣ୍ଡଳୀରେ ଏତେ ଭଲ ବୋଲି ବିଚାର କରାଯାଇନଥାଏ, କାରଣ ଷଷ୍ଠ ଭାବଟି ହୋଇଥାଏ ରୋଗ, ଋଣ ଏବଂ ଶତ୍ରୁର ଭାବ ଏବଂ ଯେତେବେଳେ ଆପଣଙ୍କର ରାଶିର ସ୍ୱାମୀ ଷଷ୍ଠ, ଅଷ୍ଟମ ଏବଂ ଦ୍ୱାଦଶ ଭାବରେ ଥାନ୍ତି ତ ଏହାର ବହୁତ ଖରାପ ପ୍ରଭାବ ଆପଣଙ୍କର ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ। ଏହି ସମୟରେ ଆପଣଙ୍କର ଇମ୍ୟୁନିଟି ସିଷ୍ଟମ ୱିକ୍ ହୋଇଯାଇଥାଏ ଏବଂ ଯେତେବେଳେ ଆମର ଇମ୍ୟୁନିଟି ସିଷ୍ଟମ ୱିକ୍ ଥାଏ ତ ଯେକୌଣସି ବି ରୋଗ ହେଉ ତାହା ଜଲ୍ଦି ଆମକୁ ହୋଇଯାଇଥାଏ। ଯେମିତିକି ଥଣ୍ଡା ହେଉ, ଜ୍ୱର ହେଉ, ତାହା ଜଲ୍ଦି ହିଁ ଆମକୁ ସଂକ୍ରମଣ ହୋଇଯାଇଥାଏ। ତ ବନ୍ଧୁମାନେ ଏବେ ଗୁରୁଙ୍କର କୌଣସି ରାଶି ପରିବର୍ତ୍ତନ ମଧ୍ୟ ହେବାର ନାହିଁ। ତ ଯେପର୍ଯ୍ୟନ୍ତ ଗୁରୁ ଆପଣଙ୍କର ଷଷ୍ଠ ଭାବରେ ଅଛନ୍ତି ସେ ପର୍ଯ୍ୟନ୍ତ ଆପଣଙ୍କୁ ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାର ଅଛି। ଆପଣଙ୍କର ଖାଦ୍ୟପେୟ, ଡାଇଜେସନ୍ ଏସବୁରେ ଆପଣଙ୍କୁ ବିଶେଷ ଧ୍ୟାନ ଦେବାର ଅଛି। ବିଶେଷ କରି ବାହାର ଖାଦ୍ୟକୁ ଆପଣ ସମ୍ପୂର୍ଣ୍ଣ ରୂପରେ ଆଭଏଡ୍ କରିବା ଉଚିତ। ଏବେ ଆସନ୍ତୁ ଜାଣିବା ଆପଣଙ୍କର ଶିକ୍ଷା କ୍ଷେତ୍ର କିପରି ରହିବ ଏହି ଅକ୍ଟୋବର 2024ରେ। ବିଦ୍ୟାର୍ଥୀମାନଙ୍କ ପାଇଁ କିପରି ରହିବ ଏହି ଅକ୍ଟୋବର ମାସଟି। ତ କୁଣ୍ଡଳୀର ପଞ୍ଚମ ଭାବଟି ହୋଇଥାଏ ଆପଣଙ୍କର ଶିକ୍ଷାର ଭାବ ଏବଂ ଆପଣଙ୍କର ପଞ୍ଚମ ଭାବର ଅଧିପତି ହେଉଛନ୍ତି ମଙ୍ଗଳ, ଯିଏକି ଆପଣଙ୍କର କେନ୍ଦ୍ରରେ ବିରାଜମାନ ଅଛନ୍ତି। ଆପଣଙ୍କର ସପ୍ତମ ଭାବରେ ବିରାଜମାନ ଅଛନ୍ତି ଏବଂ ବହୁତ ଭଲ ସ୍ଥିତିରେ ମଧ୍ୟ ଅଛନ୍ତି ଏବଂ ଆପଣଙ୍କର ପ୍ରଥମ ଭାବକୁ ମଧ୍ୟ ଦେଖୁଛନ୍ତି। ମାତ୍ର 20 ଅକ୍ଟୋବରକୁ ମଙ୍ଗଳ ଆପଣଙ୍କର ଅଷ୍ଟମ ଭାବକୁ ଚଳନ କରିବେ ଏବଂ ଆପଣଙ୍କୁ ମୁଁ ପ୍ରଥମରୁ କହିସାରିଛି ଯେ କୁଣ୍ଡଳୀର ଷଷ୍ଠ, ଅଷ୍ଟମ ଏବଂ ଦ୍ୱାଦଶ ଭାବଟିକୁ ଭଲ ବୋଲି ବିଚାର କରାଯାଇନଥାଏ। ତ 20 ଅକ୍ଟୋବର ପୂର୍ବରୁ ଆପଣଙ୍କର ପାଠପଢ଼ାର ସ୍ଥିତି ବହୁତ ଭଲ ରହିବ। ମାତ୍ର 20 ଅକ୍ଟୋବର ପରେ ଆପଣ ପାଠପଢ଼ାରେ କିଛିଟା ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ତ ପାଠପଢ଼ାକୁ ନେଇକି ଆପଣ ଯଦି କିଛି ଡିସିସନ୍ ନେବା ପାଇଁ ଚାହୁଁଛନ୍ତି ତ 20 ଅକ୍ଟୋବର ପୂର୍ବରୁ ନିଅନ୍ତୁ, କାରଣ 20 ଅକ୍ଟୋବର ପୂର୍ବରୁ ସମୟ ଆପଣଙ୍କ ପାଇଁ ଭଲ ରହୁଛି। ଏବେ ଆସନ୍ତୁ ଜାଣିବା ଆପଣଙ୍କର ପ୍ରେମ ଜୀବନ କିପରି ରହିବ ଏହି ଅକ୍ଟୋବର 2024ରେ। ତ ବନ୍ଧୁମାନେ ପଞ୍ଚମ ଭାବଟି ଆପଣଙ୍କର ଶିକ୍ଷାର ଭାବ ହେବା ସହିତ ପଞ୍ଚମ ଭାବଟି ମଧ୍ୟ ହୋଇଥାଏ ଆପଣଙ୍କ ପ୍ରେମ ଜୀବନର ଭାବ, ଆପଣଙ୍କ ସନ୍ତାନର ଭାବ ଏବଂ ଆପଣଙ୍କର ପଞ୍ଚମ ଭାବର ଅଧିପତି ମଙ୍ଗଳ କେନ୍ଦ୍ରରେ ଅର୍ଥାତ୍ ସପ୍ତମ ଭାବରେ ବିରାଜମାନ ଅଛନ୍ତି ଏବଂ 20 ଅକ୍ଟୋବରକୁ ମଙ୍ଗଳ ଆପଣଙ୍କର ଅଷ୍ଟମ ଭାବକୁ ଚଳନ କରିବେ
ଏବଂ ମଙ୍ଗଳଙ୍କର ଦୃଷ୍ଟି ଯେବେ ବି ପ୍ରଥମ ଭାବ ଉପରେ ପଡ଼ିଥାଏ ସେତେବେଳେ ବ୍ୟକ୍ତି ବିଶେଷଙ୍କର ଆଗ୍ରେସନ୍ ବଢ଼ିଥାଏ ଏବଂ ପେସେନ୍ସ ଲେଭେଲ୍ ମଧ୍ୟ କମ୍ ହୋଇଯାଇଥାଏ। ଏବଂ ଆପଣଙ୍କର ରାଶିର ସ୍ୱାମୀ ହେଉଛନ୍ତି ଗୁରୁ ଏବଂ ଗୁରୁ ଏବଂ ମଙ୍ଗଳଙ୍କର ପ୍ରଥମ ଦ୍ୱାଦଶ କନେକ୍ସନ୍ ହେଉଛି ଏବଂ 20 ତାରିଖ ପର୍ଯ୍ୟନ୍ତ ଏହା ହେଉଛି। ତ ଆପଣଙ୍କ ପାର୍ଟନରଙ୍କ ମଧ୍ୟରେ ଏହି ସମୟରେ ଟିକେ କ୍ରୋଧ ସ୍ୱଭାବ ଦେଖାଦେବ। ଛୋଟ ଛୋଟ କଥାକୁ ନେଇକି ସେ ବହୁତ ଜଲ୍ଦି ରାଗିଯିବେ, ଚିଡ଼ଚିଡ଼ ହେବେ ଏବଂ ଛୋଟ ଛୋଟ କଥାରେ ହିଁ ସେ ନାରାଜ ହୋଇଯିବେ। କାରଣ ମଙ୍ଗଳ ଆପଣଙ୍କର କେନ୍ଦ୍ରରେ ରହି ଆପଣଙ୍କର ପ୍ରଥମ ଭାବକୁ ଦେଖୁଛନ୍ତି। ତ ଆପଣଙ୍କ ମଧ୍ୟରେ ମଧ୍ୟ ପେସେନ୍ସ ଲେଭେଲ୍ କମ୍ ରହିବ ଏବଂ ଆପଣଙ୍କ ପାର୍ଟନରଙ୍କ ମଧ୍ୟରେ ମଧ୍ୟ ପେସେନ୍ସ ଲେଭେଲ୍ କମ୍ ରହିବ, ଯାହାଫଳରେ ଆପଣଙ୍କ ମଧ୍ୟରେ ମିସ୍ଅଣ୍ଡରଷ୍ଟାଣ୍ଡିଂ ମଧ୍ୟ ହୋଇପାରେ। ଶୁକ୍ରଙ୍କର ଦୃଷ୍ଟି ଆପଣଙ୍କର ପଞ୍ଚମ ଭାବ ଉପରେ ରହୁଛି ଏବଂ ଶନିଙ୍କର ଦୃଷ୍ଟି ମଧ୍ୟ ଆପଣଙ୍କ ପଞ୍ଚମ ଭାବ ଉପରେ ରହୁଛି। ତ ଏହି ମାସରେ ଆପଣଙ୍କର ପ୍ରେମ ଜୀବନ ଆଭରେଜ ରହିବ। 50 to 60% ଆପଣଙ୍କର ପ୍ରେମ ଜୀବନ ଭଲ ରହିବ। ମାତ୍ର ଆପଣ ଏହି କଥାର ଧ୍ୟାନ ରଖିବେ ଯେ ଛୋଟ ଛୋଟ କଥାକୁ ନେଇକି ଯେମିତି ଆପଣ ଆର୍ଗୁମେଣ୍ଟ ନ କରନ୍ତି କିମ୍ବା ଛୋଟ ଛୋଟ କଥାକୁ ନେଇକି କୌଣସି ଇସ୍ୟୁ ନ କରନ୍ତି, କାରଣ ଏହି ଛୋଟ କଥା ଆପଣଙ୍କ ମଧ୍ୟରେ ବଡ଼ ସମସ୍ୟା ସୃଷ୍ଟି କରିପାରେ। ଏବେ ଆସନ୍ତୁ ଜାଣିବା ଆପଣଙ୍କର ବୈବାହିକ ଜୀବନ କିପରି ରହିବ ଏହି ଅକ୍ଟୋବର 2024ରେ। ତ ବନ୍ଧୁମାନେ, କୁଣ୍ଡଳୀର ସପ୍ତମ ଭାବଟି ହୋଇଥାଏ ଆପଣଙ୍କର ବୈବାହିକ ଜୀବନର ଭାବ, ଆପଣଙ୍କ ଜୀବନ ସାଥୀର ଭାବ ଏବଂ ଆପଣଙ୍କର ସପ୍ତମ ଭାବରେ ବିରାଜମାନ ଅଛନ୍ତି ମଙ୍ଗଳ ଏବଂ ଆପଣଙ୍କର ସପ୍ତମ ଭାବର ଅଧିପତି ବୁଧ ଦଶମ ଭାବରେ ବିରାଜମାନ ଅଛନ୍ତି, ନିଜର ସ୍ୱରାଶିରେ ବିରାଜମାନ ଅଛନ୍ତି। ତ ଏହି ମାସରେ ଆପଣଙ୍କର ବୈବାହିକ ଜୀବନ ବହୁତ ଭଲ ରହୁଛି। ଏମିତିକି ଆପଣଙ୍କର ଲାଇଫ୍ ପାର୍ଟନରଙ୍କର କ୍ୟାରିୟରରେ ମଧ୍ୟ ଗ୍ରୋଥ୍ ହୋଇପାରେ, ତାଙ୍କର ପର୍ସନାଲ ଲାଇଫ୍ରେ ପ୍ରଫେସନାଲ ଲାଇଫ୍ରେ ଗ୍ରୋଥ୍ ହେବ। ଏବଂ ଯେହେତୁ ଆପଣଙ୍କର ସପ୍ତମ ଭାବରେ ମଙ୍ଗଳ ଅଛନ୍ତି ତ ଆପଣ ନିଜର ଲାଇଫ୍ ପାର୍ଟନରଙ୍କ ମଧ୍ୟରେ ଟିକେ ଆଗ୍ରେସନ୍ ଦେଖିପାରନ୍ତି। ଆପଣଙ୍କର ଲାଇଫ୍ ପାର୍ଟନର ଏହି ସମୟରେ କାମରେ ବହୁତ ତାଙ୍କର ଏନର୍ଜି ଲେଭେଲ୍ ଭଲ ରହିବ, ଷ୍ଟାମିନା ଭଲ ରହିବ, ସେ ଉତ୍ସାହର ସହିତ ତାଙ୍କର କାମକୁ କରିବେ। ତ ମଙ୍ଗଳ ହେଉଛନ୍ତି ଆପଣଙ୍କର ପଞ୍ଚମ ଭାବର ଅଧିପତି ଏବଂ ଦ୍ୱାଦଶ ଭାବର ଅଧିପତି। ତ ଆପଣଙ୍କ ମଧ୍ୟରେ ଭଲ ପାଇବା ମଧ୍ୟ ଭଲ ରହିବ। ଏହି ମାସରେ ଆପଣଙ୍କର ଭ୍ରମଣ ଯୋଗ ମଧ୍ୟ ଦେଖାଦେଉଛି, ଆପଣ କୌଣସି ଡିସିସନ୍ ମଧ୍ୟ ନେଇପାରନ୍ତି। ଏବେ ଆସନ୍ତୁ ଆଲୋଚନା କରିବା ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ବିଷୟ, ଆପଣଙ୍କର ଭାଗ୍ୟ, କ୍ୟାରିୟର ଏବଂ ବ୍ୟାପାର ବାଣିଜ୍ୟର ସ୍ଥିତି କିପରି ରହିବ ଏହି ଅକ୍ଟୋବର 2024ରେ। ତ କୁଣ୍ଡଳୀର ନବମ ଭାବଟି ହୋଇଥାଏ ଆପଣଙ୍କର ଭାଗ୍ୟର ଭାବ ଏବଂ ଆପଣଙ୍କର ନବମ ଭାବର ଅଧିପତି ହେଉଛନ୍ତି ସୂର୍ଯ୍ୟ, ଯିଏକି ଆପଣଙ୍କର ଦଶମ ଭାବରେ ବିରାଜମାନ ଅଛନ୍ତି ଏବଂ 17 ତାରିଖକୁ ସୂର୍ଯ୍ୟ ଆପଣଙ୍କର ଏକାଦଶ ସ୍ଥାନକୁ ଚଳନ କରିବେ ଏବଂ ଆପଣଙ୍କର ଏକାଦଶ ଭାବରେ ସୂର୍ଯ୍ୟ ନିଚସ୍ତ ହୋଇଯିବେ। ତ ବନ୍ଧୁମାନେ, ସୂର୍ଯ୍ୟଙ୍କର ସ୍ଥିତି ବହୁତ ଭଲ ରହୁଛି। ଏମିତିକି ଏକାଦଶ ଭାବରେ ସୂର୍ଯ୍ୟ ନିଚସ୍ତ ହେଲେ ମଧ୍ୟ ଏକାଦଶ ଭାବଟି ହୋଇଥାଏ ଲାଭର ସ୍ଥାନ, ତ ସେଠାରେ ମଧ୍ୟ ସୂର୍ଯ୍ୟ ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବେ। ତ 17 ତାରିଖ ପର୍ଯ୍ୟନ୍ତ ଯେପର୍ଯ୍ୟନ୍ତ ସୂର୍ଯ୍ୟ ଆପଣଙ୍କର ଦଶମ ଭାବରେ ଅଛନ୍ତି ସେ ପର୍ଯ୍ୟନ୍ତ ଆପଣଙ୍କର ଭାଗ୍ୟ ସର୍ବଶ୍ରେଷ୍ଠ ରହିବ, କାରଣ ସୂର୍ଯ୍ୟ ଆପଣଙ୍କର ନବମ ଭାବର ଅଧିପତି ହୋଇ ଆପଣଙ୍କର ଦଶମ ଭାବରେ ବିରାଜମାନ ଅଛନ୍ତି ଏବଂ କେନ୍ଦ୍ର ତ୍ରିକୋଣ ରାଜଯୋଗର ନିର୍ମାଣ କରୁଛନ୍ତି। ତ ଆପଣ ଯଦି କୌଣସି ଇନଭେଷ୍ଟମେଣ୍ଟ କରିବା ପାଇଁ ଚାହୁଁଛନ୍ତି, କୌଣସି ବଡ଼ ଜିନିଷର କ୍ରୟ ବିକ୍ରୟ କରିବା ପାଇଁ ଚାହୁଁଛନ୍ତି, ଭୂମି ଯାନବାହନ ଇତ୍ୟାଦି କିଣିବା ପାଇଁ ଚାହୁଁଛନ୍ତି, କୌଣସି ମିଟିଂ କରିବା ପାଇଁ ଚାହୁଁଛନ୍ତି, କୌଣସି ଡିଲ୍ କରିବା ପାଇଁ ଚାହୁଁଛନ୍ତି, ତ ଆପଣ 17 ଅକ୍ଟୋବର ପୂର୍ବରୁ କରିନିଅନ୍ତୁ, ଆପଣଙ୍କୁ ଭାଗ୍ୟର ସମ୍ପୂର୍ଣ୍ଣ ସାଥ ମିଳିବ। ଏବଂ ସୂର୍ଯ୍ୟ ବୁଧ ଏକା ସହିତ ଥିବା ହେତୁ ବୁଧାଦିତ୍ୟ ରାଜଯୋଗର ମଧ୍ୟ ନିର୍ମାଣ ହେଉଛି। ତ ଏହି ସମୟରେ ଆପଣ ଯେକୌଣସି ବି କାର୍ଯ୍ୟ ଯଦି ଆରମ୍ଭ କରିବା ପାଇଁ ଚାହୁଁଛନ୍ତି, କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଚାହୁଁଛନ୍ତି ତ ତାହା ମଧ୍ୟ କରିପାରିବେ ଏବଂ ଯଦି ଆପଣ କୌଣସି ଶୁଭ ମାଙ୍ଗଳିକ କାର୍ଯ୍ୟର ଆୟୋଜନ କରିବା ପାଇଁ ଚାହୁଁଛନ୍ତି ତ ତାହା ମଧ୍ୟ ଆପଣ କରିପାରିବେ। ମାତ୍ର 17 ଅକ୍ଟୋବର ପରେ ଯେତେବେଳେ ସୂର୍ଯ୍ୟ ଆପଣଙ୍କର ନିଚସ୍ତ ହୋଇଯିବେ ସେତେବେଳେ ତ ଆପଣଙ୍କୁ ଏତେଟା କିଛି ଖରାପ ଫଳ ମିଳିବ ନାହିଁ, କାରଣ ଯେହେତୁ ସୂର୍ଯ୍ୟ ଆପଣଙ୍କର ଏକାଦଶ ଭାବରେ ଅଛନ୍ତି, ଲାଭ ସ୍ଥାନରେ ଅଛନ୍ତି। ମାତ୍ର ଯେହେତୁ ସୂର୍ଯ୍ୟ ନିଚସ୍ତ ହୋଇଯିବେ ତ ଆପଣଙ୍କର କାର୍ଯ୍ୟରେ ଟିକେ ବିଳମ୍ବ ହୋଇପାରେ, ସେଥିପାଇଁ ଆପଣ ଯାହା ବି କିଛି କରିବା ପାଇଁ ଚାହୁଁଛନ୍ତି 17 ଅକ୍ଟୋବର ପୂର୍ବରୁ କରିନିଅନ୍ତୁ, ସମୟ ଆପଣଙ୍କ ପାଇଁ ବହୁତ ଭଲ ରହିବ। ଏବେ ଆସନ୍ତୁ ଜାଣିବା ଆପଣଙ୍କର କ୍ୟାରିୟର କିପରି ରହିବ
ରହିବ ଏହି ଅକ୍ଟୋବର 2024। ତ ବନ୍ଧୁମାନେ ଆପଣଙ୍କ କୁଣ୍ଡଳୀର ଦଶମ ସ୍ଥାନଟି ହୋଇଥାଏ ଆପଣଙ୍କର କ୍ୟାରିୟର ଭାବ ଏବଂ ଆପଣଙ୍କର ଦଶମ ଭାବର ଅଧିପତି ହେଉଛନ୍ତି ବୁଧ ଏବଂ ବୁଧ ନିଜର ସ୍ୱଗୃହରେ ହିଁ ଅର୍ଥାତ୍ ଆପଣଙ୍କର ଦଶମ ଭାବରେ ହିଁ ବିରାଜମାନ ଅଛନ୍ତି ଏବଂ ବର୍ତ୍ତମାନ ବୁଧଙ୍କର କୌଣସି ରାଶି ପରିବର୍ତ୍ତନ ମଧ୍ୟ ହେବାର ନାହିଁ ଏବଂ ସୂର୍ଯ୍ୟ ମଧ୍ୟ ଆପଣଙ୍କର ଦଶମ ସ୍ଥାନରେ ବିରାଜମାନ ଅଛନ୍ତି। ତ ଏହି ସମୟରେ ଆପଣ ନିଜର କାମ କାର୍ଯ୍ୟଗୁଡ଼ିକୁ ବହୁତ ଭଲ ଭାବରେ କରିବେ ଏବଂ ପ୍ରଶଂସାର ପାତ୍ର ମଧ୍ୟ ହେବେ। ଏହି ସମୟରେ ଆପଣଙ୍କର କମ୍ୟୁନିକେସନ ସ୍କିଲ୍ ବହୁତ ଭଲ ରହିବ କାରଣ ବୁଧ ହେଉଛନ୍ତି ବୁଦ୍ଧିମତାର ଗ୍ରହ ଏବଂ ଆପଣଙ୍କ ପାଣିର ମଧ୍ୟ ଗ୍ରହ। ତ ଏହି ସମୟରେ ଆପଣଙ୍କର କମ୍ୟୁନିକେସନ ସ୍କିଲ୍ ବହୁତ ଭଲ ରହିବ ଏବଂ ଆପଣ ନିଜର ବୁଦ୍ଧି ଏବଂ ଜ୍ଞାନ ବଳରେ ପ୍ରତ୍ୟେକ କାର୍ଯ୍ୟକୁ ସୁଚାରୁ ରୂପରେ କରିପାରିବେ। ତ ସୂର୍ଯ୍ୟ ଯେହେତୁ ଦଶମ ଭାବରେ ଅଛନ୍ତି ତ ଏହି ସମୟରେ ଆପଣଙ୍କ ମଧ୍ୟରେ ଟିକେ ଅହଙ୍କାର ଦେଖାଦେବ, ଆପଣଙ୍କ ମଧ୍ୟରେ ଟିକେ ଆଟିଟ୍ୟୁଡ୍ ଦେଖାଦେବ ଏବଂ କେତୁ ମଧ୍ୟ ଆପଣଙ୍କର ଦଶମ ଭାବରେ ଥିବା ହେତୁ ଆପଣଙ୍କ ମଧ୍ୟରେ ଓଭର କନଫିଡେନ୍ସ ଦେଖାଦେବ ଏବଂ କେତୁ ଆପଣଙ୍କ ମଧ୍ୟରେ ଟିକେ ଡିସାଟିସ୍ଫ୍ୟାକ୍ସନ୍ ଦେଇପାରନ୍ତି ଅର୍ଥାତ୍ ଆପଣ ଭାବିବେ ଯେ ମୁଁ ଯେତିକି କାମ କରୁଛି ସେହି ହିସାବରେ ମୋର ଆର୍ନିଂ ହୋଇପାରୁନାହିଁ, ମୁଁ ଏହାଠାରୁ ଅଧିକ ଆଶା କରେ। ତ ଆପଣ ନିଜର ଆର୍ନିଂକୁ ନେଇକି ସାଟିସ୍ଫାଏଡ୍ ହୋଇପାରିବେ ନାହିଁ। ତ କାମ କାର୍ଯ୍ୟକୁ ନେଇକି ଏହି ମାସରେ ଆପଣଙ୍କର କୌଣସି ଅସୁବିଧା ନାହିଁ, କାମ କାର୍ଯ୍ୟରେ ଆପଣଙ୍କର କୌଣସି ପ୍ରକାରର ସମସ୍ୟା ଦେଖାଦେବ ନାହିଁ କାରଣ ବୁଧଙ୍କର ସ୍ଥିତି ବହୁତ ଭଲ ରହୁଛି ଏବଂ ବୁଧ ଆପଣଙ୍କର କ୍ୟାରିୟରକୁ ବହୁତ ଷ୍ଟ୍ରଙ୍ଗ ବନାଉଛନ୍ତି, ଆପଣଙ୍କୁ ମଧ୍ୟ ଷ୍ଟ୍ରଙ୍ଗ ବନାଉଛନ୍ତି ଏବଂ ଯେଉଁମାନଙ୍କ ପାଖରେ କୌଣସି ଚାକିରି ନାହିଁ, ଚାକିରି ପାଇଁ ଆପଣ ପ୍ରିପେୟାର ହେଉଛନ୍ତି ତ ଏହି ମାସଟି ଆପଣଙ୍କ ପାଇଁ ସର୍ବଶ୍ରେଷ୍ଠ ରହିବ। ଏହି ମାସରେ ଆପଣଙ୍କୁ ଚାକିରି ମିଳିବାର ବହୁତ ଅଧିକ ସମ୍ଭାବନା ରହୁଛି ତ ଆପଣ ନିଜର ଚେଷ୍ଟା ଜାରି ରଖନ୍ତୁ। ଏବେ ଆସନ୍ତୁ ଜାଣିବା ଆପଣଙ୍କର ବିଜନେସ୍ କିପରି ରହିବ ଏହି ଅକ୍ଟୋବର 2024। ତ ଆପଣଙ୍କର ସପ୍ତମ ଭାବଟି ହୋଇଥାଏ ଆପଣଙ୍କର ବ୍ୟାପାର ବାଣିଜ୍ୟର ଭାବ, ଆପଣଙ୍କର ଡେଲି ଇନକମ୍ର ଭାବ ଏବଂ ଆପଣଙ୍କର ସପ୍ତମ ଭାବର ଅଧିପତି ବୁଧ ଦଶମ ଭାବରେ ବିରାଜମାନ ଅଛନ୍ତି। ଶୁକ୍ର ଏବଂ ଶନି ମଧ୍ୟ ନିଜର ସ୍ୱରାଶିରେ ବିରାଜମାନ ଅଛନ୍ତି। ତ ବିଜନେସ୍ ଆପଣଙ୍କର ଏହି ମାସରେ ବହୁତ ଭଲ ରହିବ, ଆପଣଙ୍କର ଡେଲି ଇନକମ୍ରେ ଗ୍ରୋଥ୍ ହେବ ଏବଂ ଆପଣଙ୍କର ଆୟରେ ବୃଦ୍ଧି ହେବ, ବିଜନେସ୍ରେ ମଧ୍ୟ ଗ୍ରୋଥ୍ ଆସିବ। ତ ମୋଟାମୋଟି ଭାବରେ ଦେଖିବାକୁ ଗଲେ ବିଜନେସ୍ ଆପଣଙ୍କର ଏହି ମାସରେ ବହୁତ ଭଲ ରହିବ। ତ ଏବେ ଆସନ୍ତୁ ଜାଣିନେବା କିଛି ପ୍ରତିକାର ବିଷୟରେ, ଯେଉଁ ପ୍ରତିକାର ଗୁଡ଼ିକ କରିବା ଦ୍ୱାରା ଏହି ମାସରେ ଆସୁଥିବା ଅଶୁଭତ୍ୱ ଗୁଡ଼ିକର ଖଣ୍ଡନ ହୋଇପାରିବ ଏବଂ ଆପଣଙ୍କୁ ଶୁଭତ୍ୱ ପ୍ରାପ୍ତି ହେବ। ତ ସର୍ବପ୍ରଥମେ ଆପଣଙ୍କର ରାଶିର ସ୍ୱାମୀ ଗୁରୁ ଦୁର୍ବଳ ଅବସ୍ଥାରେ ଅଛନ୍ତି କାରଣ ଗୁରୁ ଆପଣଙ୍କର ଷଷ୍ଠ ଭାବରେ ବିରାଜମାନ ଅଛନ୍ତି। ତ ପ୍ରତ୍ୟେକ ଦିନ ଆପଣ ଗୁରୁଙ୍କର ବୀଜ ମନ୍ତ୍ରର ଜପ କରନ୍ତୁ, ଓମ୍ ଗ୍ରାମ ଗ୍ରୀମ ଗ୍ରୋମ୍ ସହ ଗୁରବେ ନମଃ। ଏହି ମନ୍ତ୍ରକୁ ଆପଣ ପ୍ରତ୍ୟେକ ଦିନ 108 ଥର ଜପ କରନ୍ତୁ। ଏହା ସହିତ ଆପଣ ବିଷ୍ଣୁ ସହସ୍ର ନାମର ପାଠ କରନ୍ତୁ ଏବଂ ପ୍ରତ୍ୟେକ ଦିନ ଉଦିତ ସୂର୍ଯ୍ୟଙ୍କୁ ତମ୍ବା ପାତ୍ରରେ ଜଳାର୍ଘ୍ୟ ଅର୍ପଣ କରନ୍ତୁ ଏବଂ ପ୍ରତ୍ୟେକ ଦିନ ଆପଣ ହନୁମାନ ଚାଳିଶାର ପାଠ କରନ୍ତୁ। ଆପଣଙ୍କର ସମସ୍ତ ଅଶୁଭତ୍ୱ ଖଣ୍ଡନ ହୋଇ ଆପଣଙ୍କୁ ଶୁଭତ୍ୱ ପ୍ରାପ୍ତି ହେବ, ଆପଣଙ୍କର ଜୀବନ ମଙ୍ଗଳମୟ ହେଉ, ଏହା ହିଁ ଈଶ୍ୱରଙ୍କ ନିକଟରେ ମୋର ପ୍ରାର୍ଥନା। ଧନ୍ୟବାଦ।